ନା ଅଛି ମୁଖକୁ ଛୁଇଁଲେ ହେଲା। ଯେମିତିକି ଆପଣଙ୍କ ଗାଁରେ ଆଗରୁ ସବୁ କୂଅ ଥିଲା ବୁଝିଲେ କି, ଗୋଟେ କୂଅରେ ଗୋଟେ ଗାଈଟେ ପଡ଼ିଗଲା, କ'ଣ ହେଲା ସେ ପାଣି ଅପବିତ୍ର ହେଇଗଲା। ତାକୁ କେହି କାଢ଼ି ପାରିଲେନି। ସେ କ'ଣ ହେଲା ନା ପଚା ଗନ୍ଧେଇଲା ଆଉ କେହି ପାଣି ପିଇ ପାରିଲେନି। କୂଅରୁ ପାଣି ସମସ୍ତେ ପିଉଥିଲେ ଆଉ ସେ ପାଣିଟା କେହି ପିଇ ପାରିଲେନି। ସେ ନ ପିଇ ପାରିଲେ କ'ଣ ହେଲା, ସେ କୂଅଟା ଖରାପ ହେଇଗଲା। ତ ଗାଁ ଲୋକ ଚିନ୍ତା ଅସୁବିଧାରେ ପଡ଼ିଲେ। ସେଠି କ'ଣ କଲେ ନା ଜଣେ ନନାଙ୍କ ପାଖରେ ପହଞ୍ଚିଲେ, କହିଲେ କ'ଣ କରିବା, କୂଅଟା ତ ଅପବିତ୍ର ହେଇଗଲା, ଆମେ ପାଣି ପିଇପାରୁନୁ। ଗୋଟେ ସେ କ'ଣ କଲେ ଲମ୍ବା ଲିଷ୍ଟ ଲେଖିଦେଲେ। ଲମ୍ବା ଲିଷ୍ଟ ଆମ ନନାମାନେ ସବୁ ଲେଖିଦେଲେ କ'ଣ ନା କୂଅ ପ୍ରତିଷ୍ଠା କରିବା। ବେଲପତ୍ର କତୁରୁ ଆରମ୍ଭ କରି ତୁଳସୀ ପତ୍ର, କ୍ଷୀର, ବସା ଦହି ସବୁ ପଡ଼ିଲା ତା ଦେହରେ। ପଡ଼ିଲା ପରେ କ'ଣ ହେଲା, ପୁଣି ମାସ ପରେ ଗଲା ପରେ ନନା କାହିଁକି ସଫା ହେଲାନି। ନନା କହିଲେ ରେ ସେ କୂଅ ଭିତରେ ଥିବା ଗାଈ କାଢ଼ିଛ ନା? କହିଲା ନା ଆମେ ଗାଈ କାଢ଼ିନୁ। ଆରେ ଗାଈ କାଢ଼ି ତାକୁ ସଫା କେମିତି ହେବ? କଥା ବୁଝୁଛ ନା? ସେମିତି ଆମ ଭିତରେ ଆଗେ ଅଳିଆକୁ ହଟେଇବାକୁ ପଡ଼ିବ। ଯଦି ଅଳିଆ ନ ହଟେଇଛନ୍ତି ଭଗବାନ କେବେ ଆମ କତିକି ଆସିବେ ନାହିଁ। ବୁଝିଲେ କି? ବୋଲେ ଗାୟତ୍ରୀ ମାତା କି। ତେଣୁ ଆମେ ଯଜ୍ଞ କରିବା, ନ୍ୟାସ କରିବା, ମୁଖକୁ ଛୁଇଁବା। ହେ ପରମାତ୍ମା ପରମେଶ୍ୱର ମୋତେ ବୁଦ୍ଧି ଦିଅନ୍ତୁ, ସଦ୍ଜ୍ଞାନ ଦିଅନ୍ତୁ, ମୁଁ ଆଜିଠାରୁ ଖରାପ କଥା କହିବି ନାହିଁ। ହେଲା। ନାକରେ ଛୁଇଁବା କ'ଣ ପାଇଁ ନା ମୁଁ ପ୍ରାଣାୟାମ କରିବି, ସବୁଦିନ ପ୍ରାଣାୟାମ କରିବି। ଆଜି ଦେଖନ୍ତୁ ଆଜ୍ଞା ଆମର ଆୟୁଷ ଆଜି କମିଯାଉଛି। କାହିଁକି? ଏଇ ଭାରତ ବର୍ଷର ଲୋକମାନେ ଦେଖ, ଆମ ଶାସ୍ତ୍ର ପଢ଼ିଛନ୍ତି, ଭାଗବତ ପଢ଼ିଛନ୍ତି ଯେ କି ହଜାର ହଜାର ବର୍ଷ, ଶହ ଶହ ବର୍ଷ ଲୋକ ବଞ୍ଚୁଥିଲେ। କିନ୍ତୁ ବର୍ତ୍ତମାନ କାହିଁକି 40 ବର୍ଷ ପରେ ଲୋକ ବଞ୍ଚୁନାହାନ୍ତି, 50-60 ବର୍ଷ ଲୋକ ବଞ୍ଚାଇଛନ୍ତି। କାହିଁକି ନା ଆଜି ଆମ ସହିତ ପ୍ରାଣ ଶକ୍ତି ନାହିଁ, ପ୍ରାଣ ଆମର ହୀନ ହେଇଯାଇଛି, ନିଷ୍କ୍ରିୟ ହେଇଯାଇଛି। ସେଥିପାଇଁ ଆମେ ପ୍ରାଣ ନାହାନ୍ତି। ତେଣୁ ଆମେ ପ୍ରତ୍ୟେକ ଦିନ ପ୍ରାଣାୟାମ କରିବା। ତାପରେ ଆଖିରେ ପବିତ୍ରତା ରଖିବା, ଭଲ କଥା ଦେଖିବା, ଭଲ ଜିନିଷ ଦେଖିବା ହେଲା। କାନରେ ଭଲ କଥା ଶୁଣିବା, ହାତରେ ଆମେ ଯାହା ଇନକମ୍ କରୁଛନ୍ତି କିଛି ଆମେ ଦେବା ଦେଇ ଶିଖିବା। ହାତରେ ଜଙ୍ଘରେ ସଂଯମତା ଅବଲମ୍ବନ କରିବା। ହେ ପ୍ରଭୁ ପରମାତ୍ମା ପରମେଶ୍ୱର, ଇଏ ଶରୀର ମୋର ନୁହେଁ, ସମର୍ପଣ କରିଦେବା ଭଗବାନଙ୍କୁ ହେଲା। ତନ୍ ମନ୍ ଧନ ଆମେ ସମର୍ପଣ କରିବା, ଭଗବାନ ପାଖରେ